brothers, my sisters, please listen to me. That video from the hospital, it went everywhere. I know many of you are angry with me now. You send me words of hate. You say you will hurt my family. Please, I beg you by the name of God, do not touch them. They are innocent. They did not choose what. ପ୍ରେଜ୍ ଦ ଲର୍ଡ। ମୋର ଖ୍ରୀଷ୍ଟୀୟ ଭାଇ ଭଉଣୀମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଅଶେଷ ନ୍ୟୁଜ୍ ଟିଭିରେ। ବର୍ତ୍ତମାନ ଆପଣମାନେ ଭିଡ଼ିଓ ମାଧ୍ୟମରେ ଜଣଙ୍କୁ ମୁସଲିମ ବ୍ୟକ୍ତିଙ୍କୁ ଆପଣମାନେ ଦେଖିବାକୁ ପାଇଲେ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଏହି ବ୍ୟକ୍ତି ଜଣଙ୍କ ହସ୍ପିଟାଲରେ ଆଡମିଟ୍ ଥିଲେ ଆଉ ତାଙ୍କର ବହୁତ ପରିସ୍ଥିତି ଖରାପ ଥିଲା। ବଞ୍ଚିବା ପାଇଁ କଷ୍ଟ ହେଉଥିଲା, କଷ୍ଟକର ବିଷୟ ଥିଲା। ସେପରି ପରିସ୍ଥିତିରେ ତାଙ୍କେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମକୁ ନେଲେ ଆଉ ତାଙ୍କେ କହିଲେ, ପ୍ରଭୁ ଯୀଶୁ ମୋତେ କ୍ଷମା କର, ପ୍ରଭୁ ଯୀଶୁ ମୋତେ କ୍ଷମା କର। ଏହିପରି ଯୀଶୁଙ୍କର ନାମ ନେଇ କ୍ଷମା ମାଗିଲେ ଆଉ ପରମେଶ୍ୱର ତାଙ୍କୁ ସ୍ପର୍ଶ କଲେ। ମୋର ପ୍ରିୟ ଭାଇ ଭଉଣୀମାନେ, ବର୍ତ୍ତମାନ ସେହି ବ୍ୟକ୍ତି ଠିକ ହେଲେ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମହାନ ଆଉ ସର୍ବଶକ୍ତିମାନ ଅଟନ୍ତି। ଯେଉଁ ବ୍ୟକ୍ତି ମଧ୍ୟ ବିଶ୍ୱାସରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଡାକନ୍ତି, ପରମେଶ୍ୱର ତାଙ୍କର ପ୍ରାର୍ଥନାକୁ ଶୁଣି ପରମେଶ୍ୱର ସମସ୍ତ ପରିସ୍ଥିତିକୁ ମଧ୍ୟ ବଦଳାଇ ଦିଅନ୍ତି। ମୋର ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣମାନେ ନୂତନ ନିୟମକୁ ଯେତେବେଳେ ପଢ଼ିବେ, ସେଠାରେ ଆପଣମାନେ ଗୋଟେ ବିଷୟକୁ ଦେଖିବାକୁ ପାଇବେ ଯେ ଜଣେ ବାର୍ଟିମା ଅନ୍ଧ ବ୍ୟକ୍ତି ଜଣେ ଥିଲେ। ତାଙ୍କେ ଭିକ ମାଗୁଥିଲେ। ଏହିପରି ପରିସ୍ଥିତି ତାଙ୍କର ଥିଲା। ଆଉ ଦିନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ରାସ୍ତା ଦେଇ ଯେତେବେଳେ ଗଲେ, ତାଙ୍କେ ଜାଣିବାକୁ ପାଇଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ରାସ୍ତା ଦେଇ ଆସୁଅଛନ୍ତି ବୋଲି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ବାର୍ଟିମା ଅନ୍ଧ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କହିଲେ, ହେ ଦାଉଦଙ୍କ ସନ୍ତାନ ମୋତେ ଦୟା କର, ହେ ଦାଉଦଙ୍କ ସନ୍ତାନ ମୋତେ ଦୟା କର। ଏହିପରି ଯେତେବେଳେ ତାଙ୍କେ ଚିତ୍କାର କରିବାକୁ ଲାଗିଲେ, ଲୋକମାନେ ତାକୁ ଚୁପ୍ କରାଇଲେ, ଲୋକମାନେ ତାକୁ ଶାନ୍ତ କରାଇଲେ, ହେଲେ ମଧ୍ୟ ତାହା ନ ମାନି ତାଙ୍କେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଡାକିବା ପାଇଁ ଆରମ୍ଭ କଲେ। ମୋର ପ୍ରିୟ ଭାଇ ଭଉଣୀମାନେ, ସେଇ ବିଶ୍ୱାସର ଚିତ୍କାରକୁ ଶୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଛିଡ଼ା ହେଲେ ଆଉ ସେହି ବ୍ୟକ୍ତିଙ୍କୁ ଡାକିଲେ। ମୋର ପ୍ରିୟ ଭାଇ ଭଉଣୀମାନେ, ଯେଉଁ ବ୍ୟକ୍ତିମାନେ ତାଙ୍କୁ ଚୁପ୍ ରୁହ ବୋଲି କହୁଥିଲେ, ସେ ବ୍ୟକ୍ତିମାନେ କହିଲେ ଯେ ଯୀଶୁ ଖ୍ରୀଷ୍ଟ ତୁମକୁ ଡାକୁଅଛନ୍ତି। ଆଉ ସେହି ବ୍ୟକ୍ତି ନିଜର ବସ୍ତ୍ର ଫିଙ୍ଗି ଯୀଶୁଙ୍କ ନିକଟକୁ ଚାଲିଗଲେ ଆଉ ଯୀଶୁ ଖ୍ରୀଷ୍ଟ ତାଙ୍କୁ ପଚାରିଲେ, ତୁମେ କ'ଣ ଚାହଁ? ଆଉ ତାଙ୍କେ କହିଲେ, ମୁଁ ଦେଖିବା ପାଇଁ ଚାହେଁ। ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ବିଷୟକୁ ଜାଣିଥିଲେ, ହେଲେ ମଧ୍ୟ ତାଙ୍କୁ ପଚାରିଲେ ଯେ ଏଇଥିପାଇଁ ପଚାରିଲେ ଯେ ତାଙ୍କ ମୁଖରୁ ବିଶ୍ୱାସର ସ୍ୱରକୁ ଶୁଣିବା ପାଇଁ ଚାହୁଁଥିଲେ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ସେହି ସମୟରେ ସେ ଦେଖିବାକୁ ପାଇଲେ, ସେ ଦୃଷ୍ଟି ଫେରି ପାଇଲେ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ଯେଉଁମାନେ ବି ବିଶ୍ୱାସର ସହକାରେ ଯୀଶୁ ଖ୍ରୀଷ୍ଟଙ୍କୁ ଡାକିବେ, ପରମେଶ୍ୱର ତାଙ୍କରି ପାଇଁ ଅଦ୍ଭୁତ ଆଉ ମିରାକଲ କାର୍ଯ୍ୟକୁ ପରମେଶ୍ୱର ଆଜି ମଧ୍ୟ କରିବେ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଏ ସମୟ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଦେଖିଅଛନ୍ତି, ତା ସହିତ ସାକ୍ଷ୍ୟକୁ ମଧ୍ୟ ଦେଖିଅଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।